ଏବେ ମୁଁ ମାଇକ୍ରୋଫୋନ୍ ନେଇଛି। ଆମର ମାଇକ୍ରୋଫୋନ୍ ଆସିଗଲା କାହିଁକିନା ଭିଡ଼ିଓ ରେକର୍ଡ଼ିଂ କଲାବେଳେ ଆମକୁ ବହୁତ ଅସୁବିଧା ହେଉଥିଲା। ମୋବାଇଲରେ ରେକର୍ଡ଼ିଂ କରିବାକୁ ପଡ଼ୁଥିଲା, ଭଏସ୍ ଦେଲା ବେଳକୁ ବି ବହୁତ ପ୍ରୋବ୍ଲେମ୍ ହେଉଥିଲା। ତାକୁ ଅନବକ୍ସିଂ କରିବା, ଦେଖିବା କେମିତି ଲାଗୁଛି। ଡିଜିଟେକ୍ର ବ୍ରାଣ୍ଡଟା ଦେଇଛି ବଡ଼ ଏପଟଟା, ବହୁତ ବଢ଼ିଆ ଲାଗୁଛି ଲୁକ୍ଟା। ଏହା ଭିତରେ ଆଉ କିଛି ନାହିଁ, ଗାଇଡ଼ଲାଇନ୍ ଭିତରେ ଟାଇପ୍ ସି ଲାଇଟିଂର ଟାଇପ୍ ସି ଓଟିଟା ଅଛି, ଆଉ ବେଶୀ କିଛି ନାହିଁ। ତ ତାକୁ ଓପନ୍ କରିକି ଦେଖିବା। ଗୋଟେ କନେକ୍ଟର ଆଉ ଦୁଇଟା ମାଇକ୍ ହିଁ ଦେଇଛି। ମାଇକ୍ର ଲୁକ୍ ଦେଖିବା, ବହୁତ ବଢ଼ିଆ ଲାଗୁଛି। ମିନି ମାଇକ୍ରୋଫୋନ୍। ଚାଲ ତାକୁ କନେକ୍ଟ କରିକି ମୁଁ ଆପଣମାନଙ୍କୁ ଦେଖେଇବି ସାଉଣ୍ଡ କ୍ୱାଲିଟି କେମିତି ରହୁଛି। ଏବେ ମୁଁ ଆକୁ କନେକ୍ଟ କରିଦେଇଛି, ଆପଣମାନେ ଦେଖିପାରୁଥିବେ ମୁଁ ଏଠି ଲଗାଇ ଦେଇଛି। ତ ଇଏ କନେକ୍ଟ ଅଛି। ଏବେ ସାଉଣ୍ଡ କ୍ୱାଲିଟି ଆର କେମିତି କ'ଣ ଆସୁଥିବ ଆପଣମାନେ ଭିଡ଼ିଓରେ ଜାଣିପାରୁଥିବେ। ତ ଏଇଟା ନଏଜ୍ କ୍ୟାନ୍ସେଲେସନ୍ ଅନ୍ ହେଇନି, ତ ମୁଁ ଆକୁ ନଏଜ୍ କ୍ୟାନ୍ସେଲେସନ୍ ଅନ୍ କରିଦେଉଛି, ଦେଖିବା କେମିତି ଲାଗୁଛି। ଏମିତିରେ ୱାନ୍ ଟ୍ୟାପ୍ରେ ଏଇଟା ନଏଜ୍ କ୍ୟାନ୍ସେଲେସନ୍ ଅନ୍ ହେଇଯାଉଛି ଆର। ତ କେମିତି କ'ଣ ଲାଗୁଛି? ହ୍ୟାଲୋ ସାଙ୍ଗମାନେ, ନମସ୍କାର। ହ୍ୟାଲୋ ସାଙ୍ଗମାନେ, ତ ଆପଣମାନେ ଜାଣିପାରୁଥିବେ ନଏଜ୍ କ୍ୟାନ୍ସେଲେସନ୍ ଆର କେମିତି କ'ଣ ରହୁଛି, ଆଉ ଭଏସ୍ଟା ବି କ୍ଲିଅର୍ ଆସୁଛି କି ନାହିଁ ଆପଣମାନେ ଜାଣିପାରୁଥିବେ। ଆପଣଙ୍କ ଆଗରେ କେମିତି ରହିଲା ନିହାତି କମେଣ୍ଟ କରିକି କହିବେ। ଡିଜିଟେକ୍ର ୱାୟାରଲେସ୍ ମାଇକ୍ରୋଫୋନ୍ ମିନିଟା ଏଇଟା। ତ ରହୁଛି, ଧନ୍ୟବାଦ।